ୱେଲକମ୍ ଟୁ ଇଜି ଏଜୁକେସନ୍। ଆଜି ଦେଖିବା ସାହିତ୍ୟର ପ୍ରଥମ ଗୀତ। ଆଜି ପ୍ରଥମ ପଦ୍ୟ ହେଉଛି ବନ୍ଦେ ଉତ୍କଳ ଜନନୀ। କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ସେ କାନ୍ତ କବି ଭାବେ ପରିଚିତ। ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ମାତା ହେଉଛନ୍ତି ରାଧାମଣୀ ଦେବୀ। ତାଙ୍କର ଗୋଟେ ପ୍ରସିଦ୍ଧ ଗଳ୍ପ ରହିଛି ଯାହା ହେଲା ବୁଢ଼ା ଶଙ୍ଖାରୀ। ସେ କଣାମାମୁଁ ଉପନ୍ୟାସ ମଧ୍ୟ ଲେଖିଛନ୍ତି। ତାଙ୍କର ଗୋଟେ ପତ୍ରିକା ପ୍ରକାଶିତ ହୋଇଥିଲା 1937 ମସିହା। ନାଁଟା ହେଉଛି ଡଗର ପତ୍ରିକା। ଆଉ ବନ୍ଦେ ଉତ୍କଳ ଜନନୀ କବିତାଟି 7 ଜୁନ୍ 2020ରେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ଏବେ ଯିବା ଆମେ ଗୀତର ସାରାଂଶ ରହିଛି। ଉତ୍କଳ ଜନନୀ ବୋଲି କାହାକୁ କୁହାଯାଇଛି ନା ଓଡ଼ିଶାକୁ। ଉତ୍କଳ ଜନନୀଙ୍କର ହସ ଆଉ ଭାଷା ଦୁଇଟି ଯାକ ସୁନ୍ଦର ଅଟେ। ଆଉ ତାଙ୍କ ଶରୀରକୁ ପବିତ୍ର ସମୁଦ୍ର ଧୋଇ ଦିଏ। ସମୁଦ୍ର ତଟ ସୁଶୋଭିତ ହୋଇଥାଏ ତାଳତମଳ ବୃକ୍ଷ ଦ୍ୱାରା। ଓ ଓଡ଼ିଶାର ନଦୀ କୂଳରେ ଶୀତଳ ପବନ ପ୍ରବାହିତ ହୋଇଥାଏ। ଉତ୍କଳ ଜନନୀଙ୍କ ଦେହ ପରିପୂର୍ଣ୍ଣ ରହିଛି ଘଞ୍ଚ ଅରଣ୍ୟରେ। ଆଉ ଦେହ ସଜାଇ ହୋଇ ରହିଛି ନୀଳ ପର୍ବତମାଳା, ଯାହାକି ତରଙ୍ଗ ସଦୃଶ ଆକାରରେ। ପକ୍ଷୀମାନଙ୍କର କଳରବରେ ଓଡ଼ିଶାର ଆକାଶ ମୁଖରିତ ହୋଇଅଛି। ସେକେଣ୍ଡ ଷ୍ଟେପ୍ ଆସିଲା ଆମର ଉତ୍କଳ ଜନନୀ ଶୋଭା ପାଉଛନ୍ତି ସୁନ୍ଦର ଧାନ କ୍ଷେତରେ। ତା ସହିତ ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନ ବିଜ୍ଞାନରେ ଉଦ୍ଭାସିତ ହୋଇଛି। ଆଉ ଯୋଗୀ ଋଷିଙ୍କ ପତ୍ର କୁଡ଼ିଆ ବା କୁଟୀର ଦ୍ୱାରା ଉତ୍କଳ ଜନନୀ ପବିତ୍ର ହୋଇଛନ୍ତି। ଉତ୍କଳ ଜନନୀ ମନ୍ଦିର ମାନଙ୍କ ଦ୍ୱାରା ବିମଣ୍ଡିତ ହୋଇଛନ୍ତି। ତା ସହିତ ସୁନ୍ଦର କଳାକୃତିରେ ଶୋଭା ପାଉଛନ୍ତି। ଆଉ ତୀର୍ଥସ୍ଥାନ ମାନଙ୍କରେ ଆମର ଉତ୍କଳ ପୁରାପୁରି ପରିପୂର୍ଣ୍ଣ ଅଟେ। ଉତ୍କଳ ଜନନୀଙ୍କ ବାସଭୂମି ହେଉଛି ବୀର ଏବଂ ଯୋଦ୍ଧା ମାନଙ୍କର। ତାଙ୍କ ଦେହ ଶତ୍ରୁମାନଙ୍କର ରକ୍ତରେ ଅନୁରଞ୍ଜିତ ହୋଇଛି। ଆଉ ସେ ଗୁଣୀ ଜ୍ଞାନୀ ବିଦ୍ୱାନଙ୍କ ନିମନ୍ତେ ସ୍ନେହଭାଜନ ହୋଇଛନ୍ତି। ଉତ୍କଳ ଜନନୀ ମହାନ କବି ସୁପୁତ୍ର ମାନଙ୍କ ଦ୍ୱାରା ବନ୍ଦନୀୟ ହୋଇଛନ୍ତି। ସେ ବା ଓଡ଼ିଶାର କୀର୍ତ୍ତି କେଉଁଠାରେ ପ୍ରଚାରିତ ହୋଇଛି ଆମର ବିଶ୍ୱରେ, ସମଗ୍ର ବିଶ୍ୱରେ। ନା କବି ଏଠି ତାଙ୍କୁ ସମ୍ବୋଧନ କରିଛନ୍ତି ଧନ୍ୟା, ପୁଣ୍ୟବତୀ ଏବଂ ସର୍ବଦା ଶରଣଦାତ୍ରୀ। ଏହା ଥିଲା ଏହି କବିତାର ସାରାଂଶ ଗୁଡ଼ିକୁ ସର୍ଟ ପଏଣ୍ଟ ହିସାବରେ ଯଦି ପଢ଼ିବା ପରୀକ୍ଷାରେ ମଧ୍ୟ ମନେ ରହିଯିବ। ସେକେଣ୍ଡ ଯିବା ଆମେ ପୂର୍ବ ବର୍ଷ ବା ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ସ, ଯେଉଁଠି ଅଛି ପ୍ରଥମ କ୍ୱେଶ୍ଚିନ୍ ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ଆନ୍ସର ତ ତମେ ଜାଣିଛ, ସମୁଦ୍ରର ଜଳ। ତେଣୁ ପ୍ରଥମ ଆନ୍ସର ହେଉଛି ସମୁଦ୍ରର ଜଳ। ଉତ୍କଳ କେଉଁମାନଙ୍କର ବାସଭୂମି ଅଟେ? ଏବେ ପଢ଼ା ହେଲା ବୀର ଯୋଦ୍ଧା ମାନଙ୍କର ବାସଭୂମି ଅଟେ। ସେକେଣ୍ଡ ଯିବ ଉତ୍କଳ ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି। ଉତ୍କଳ ବନଭୂମି କିଭଳି ଅଟେ ନା ଘଞ୍ଚ ରହିଥାଏ। ବନ୍ଦେ ଉତ୍କଳ ଜନନୀ କବିତାରେ କବି କାହାକୁ ବନ୍ଦନା କରିଛନ୍ତି? କାହାକୁ? ଉତ୍କଳ ଜନନୀଙ୍କୁ। ନେକ୍ସଟ ଆସିଲା ଉତ୍କଳ ଜନନୀଙ୍କ ଶରୀର କାହା ଦ୍ୱାରା ଧୋଇତ ହେଉଛି? ତାହା ହେଉଛି ସମୁଦ୍ର। ଏଟା ପ୍ରଥମ ଆନ୍ସର ହେଲା ସମୁଦ୍ର। କବି ଉତ୍କଳ ଜନନୀଙ୍କୁ ଚାରୁ ଭାଷାମୟୀ କହି କାହାର ମହତ୍ଵ ପ୍ରତିପାଦନ କରିଛନ୍ତି? କାହାର? ନା ଓଡ଼ିଆ ଭାଷାର। କାହିଁକିନା ଚାରୁ ଭାଷାମୟୀ। ତରଙ୍ଗ ପରି କିଏ ଶୋଭା ଧାରଣ କରିଥିବା କଥା କବିତାରେ କୁହାଯାଇଛି? ନୀଳ ପର୍ବତ। ନେକ୍ସଟ କେଉଁମାନଙ୍କର କୁଟୀର ଯୋଗୁଁ ଉତ୍କଳ ଜନନୀ ପବିତ୍ର ଅଟେ? ଯୋଗୀ ଋଷି ମାନଙ୍କର କୁଟୀର ଯୋଗୁଁ। ନେକ୍ସଟ ଆସିଲା କବି କେଉଁ ଭାବରେ ଉତ୍କଳ ଜନନୀକୁ ପ୍ରକଟ କରିଛନ୍ତି? କିଭଳି? ବନ୍ଦନା କରି। ନେକ୍ସଟ ଆମର ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? ତାହା ହେଉଛି 1937 ମସିହା। ନେକ୍ସଟ ଅଛି ଆମର ଉତ୍କଳ ଜନନୀଙ୍କର କଣ ସୁନ୍ଦର ବୋଲି କୁହାଯାଇଛି? ନା ହସ ହବ ଭାଷା ହବ। ତେଣୁ ଏଠି ଦୁଇଟି ଯାକ ହସ ଓ ଭାଷା। ସମୁଦ୍ର ତଟଦେଶ କେଉଁ କେଉଁ ବୃକ୍ଷ? ଯେହେତୁ ବନ୍ଦେ ଉତ୍କଳ ଜନନୀଙ୍କ ଭିତରେ ଦୁଇଟି ଗଛ କଥା କୁହାଯାଇଛି, ଯାହା ହେଲା ତାଳ ଓ ତମାଳ। ଉତ୍କଳ ଜନନୀଙ୍କ ଶରୀର କେଉଁଥିରେ ପରିପୂର୍ଣ୍ଣ? ଘଞ୍ଚ ଅରଣ୍ୟରେ। ଏଟା ସିମ୍ପଲ କ୍ୱେଶ୍ଚିନ୍ ଅଟେ। ନେକ୍ସଟ କ୍ୱେଶ୍ଚିନ୍ କେଉଁମାନଙ୍କର କଳରବରେ ଉତ୍କଳ ଜନନୀଙ୍କ ଆକାଶ ମୁଖରିତ ହେଉଛି? ତାହା ହେଉଛି ପକ୍ଷୀ। ତାପରେ ଆସିଲା ଆମର ଉତ୍କଳ ଜନନୀଙ୍କ କ୍ଷେତ କେଉଁଥିରେ ସୁଶୋଭିତ? ଯେହେତୁ ସୁନ୍ଦର ଶାଳୀ ଧାନ କ୍ଷେତ। ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁଥିରେ ଉଦ୍ଭାସିତ? ବିଜ୍ଞାନ ହବନି, ଜ୍ଞାନ ବିଜ୍ଞାନ ଦୁଇଟି ଜାଗାରେ ଏଠି ଉଦ୍ଭାସିତ। କେଉଁଥିରେ ଉତ୍କଳ ଜନନୀ ବିମଣ୍ଡିତ ହୋଇଛନ୍ତି? ରାଜଉଆସ ତ ନାହିଁ, ମନ୍ଦିର ମାନଙ୍କ ଦ୍ୱାରା ବିମଣ୍ଡିତ ହୋଇଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଏ? ବେଶ କହିଲେ ଏଠି ଆମେ ଯିବା କୁଟୀର, ସୁନ୍ଦର କଳାକୃତି, ମହାନ କବି ସବୁଗୁଡ଼ିକ, କିନ୍ତୁ ସୁନ୍ଦର କଳାକୃତି ହେବ ଆନ୍ସର। ବହୁ ବୀର ଯୋଦ୍ଧାଙ୍କ ବାସଭୂମି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଥିଲା, ତାହା ହେଉଛି ଓଡ଼ିଶା, ଉତ୍କଳ।
କାହାର ରକ୍ତରେ ଉତ୍କଳ ଜନନୀଙ୍କ ଶରୀର ଅନୁରଞ୍ଜିତ ଅଟେ? ତାହା ହେଉଛି ଅରିକୁଳ। ଅରି ମାନେ ହେଉଛି ଆମର ଶତ୍ରୁ। ସମଗ୍ର ବିଶ୍ୱରେ କେଉଁମାନେ ସ୍ନେହଭାଜନ ହୋଇଥାନ୍ତି? ସୁପଣ୍ଡିତ, ଯାହାକୁ କୃତ ବର ବୋଲି କୁହାଯାଏ। ଏଠି ପ୍ରିଣ୍ଟ ମିଷ୍ଟେକ୍ ଟିକେ ଅଛି, କୃତ ବାର ହୋଇଯାଇଛି। ନେକ୍ସଟ, ଯୁଗେ ଯୁଗେ କେଉଁମାନେ ଉତ୍କଳ ଜନନୀଙ୍କ ବନ୍ଦନା କରି ଆସୁଛନ୍ତି? କବି, ଶତ୍ରୁ, କବିକୁଳ, ଗାୟକ। ଆମର ଆନ୍ସର ହେବ କବିକୁଳ। କିଏ ଜଳ ଧାରଣ କରିଥିବା କଥା କବିତାରେ ବର୍ଣ୍ଣିତ? ସ୍ୱଚ୍ଛ ଜଳ ମିନ୍ସ ସଫା ଜଳ, ସମୁଦ୍ର, ତଟିନୀ, ପାହାଡ଼, ଝରଣା। ଆନ୍ସର ହେଇଯିବ ନଦୀ ବା ତଟିନୀ। କୃତବର ଶବ୍ଦର ଅର୍ଥ କ'ଣ? କୃତବର ମାନେ ସୁପଣ୍ଡିତ। ଏଠି ଯିବ ଆମର ଆନ୍ସର। ସୁରବର ଶବ୍ଦର ଅର୍ଥ ଶ୍ରେଷ୍ଠ ବୀର। ନେକ୍ସଟ ଆସିଲା ପଠିତ କବିତାରେ ଉଟଜ ଶବ୍ଦର ଅର୍ଥ କ'ଣ? ଉଟଜ ମାନେ କୁଟୀର ହବ ଆନ୍ସର ଆମର। ଏତିକି ରହିଲା ତମର MCQ ମଲ୍ଟିପଲ ଚଏସ୍ କ୍ୱେଶ୍ଚିନ୍ସ। ନେକ୍ସଟ ଏବେ ଦେଖିବା ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର ଆମେ କେମିତି ଲେଖିବା। ତାର ପ୍ରଥମ କଥା ହେଲା ଗୀତର ସାରାଂଶ ଆମେ ବୁଝିବାକୁ ପଡ଼ିବ। କୋଶ୍ଚିନ୍ କ'ଣ ଦେଇଛି ତାହା ଦେଖିବାକୁ ପଡ଼ିବ। ଯଥା ଗୋଟେ କୋଶ୍ଚିନ୍ ଅଛି, ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା ବିଚାର କର। ଯେହେତୁ ଗୀତର ନାମ ବନ୍ଦେ ଉତ୍କଳ ଜନନୀ, ତେଣୁ ଏହା ଆମର ରାଜ୍ୟ ସଙ୍ଗୀତ ରୂପେ ମାନ୍ୟତା ଲାଭ କରିଛି। ତେଣୁ ଏଥିରେ ତ ଜାତୀୟତାବାଦୀ ଭାବଧାରା ଉଲ୍ଲେଖ ରହିଛି। କିନ୍ତୁ ଲଙ୍ଗ କୋଶ୍ଚିନ୍ ଲେଖିଲା ବେଳେ ଆମେ କ'ଣ କରିବା? ପ୍ରଥମେ କବି, କବିଙ୍କ ପରିଚୟ ଆଉ ତାଙ୍କର କିଛି ମହାନ କୃତି ବିଷୟରେ ଆମେ ଲେଖିଦେବା। ତେଣୁ ମୁଁ ଏଠି ଲେଖିଛି ଗୋଟେ ଟାଇପ୍ର, ଦେଖିନିଅ ଯେ ପ୍ରଥମ କଥା ହେଲା ପ୍ରଥମ ଷ୍ଟେପ୍ଟି ଟିକେ ଭଲ ଭାବେ ଲେଖିବାକୁ ପଡ଼ିବ। ଯେମିତି ଏଠାରେ ଲେଖାଯାଇଛି, ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭା ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଲକ୍ଷ୍ମୀକାନ୍ତ ମହାପାତ୍ର ସାହିତ୍ୟ କ୍ଷେତ୍ରରେ ବହୁମୁଖୀ ଲେଖନ ମାଧ୍ୟମରେ ଅନେକ ସ୍ମରଣୀୟ ସାହିତ୍ୟ ରଚନା କରିଛନ୍ତି। ତାଙ୍କ ରଚିତ ଉପନ୍ୟାସ ହେଉଛି କଣା ମାମୁଁ, ଗଳ୍ପ, ବୁଢ଼ା ଶଙ୍କାରୀ ସମଗ୍ର ଓଡ଼ିଶାବାସୀଙ୍କୁ ପ୍ରଲୁବ୍ଧ କରିଛି। ବନ୍ଦେ ଉତ୍କଳ ଜନନୀ କବିତା ପାଇଁ ସେ ପୁରପଲ୍ଲୀରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ରଚିତ ଏ କବିତାଟିରେ ପ୍ରତିଟି ପଦରେ ଜାତୀୟତା ଭାବନା ଭରି ରହିଛି। ଏଇଭଳି ନେକ୍ସଟ ପ୍ରଥମ ପରିଚ୍ଛେଦଟା ଏମିତି ରହିଲା। ନେକ୍ସଟ କ'ଣ କରିବ ନା ଆଉ 2-3 ଷ୍ଟେପ୍ ଲଙ୍ଗ କୋଶ୍ଚିନ୍ ବିଷୟରେ ଲେଖିକିରି ମଝିରେ 2 ଧାଡ଼ି ବାଲା ଗୀତ ଏମିତି ରଖିଦେବ। ଯେହେତୁ ଏହି କବିତାର 2 ଧାଡ଼ି ଗୀତ ମଝିରେ ମଝିରେ ଲେଖିବା ଉଚିତ। ନେକ୍ସଟ ଆସିବା ଆମର ସପ୍ରସଙ୍ଗ ସରଳାର୍ଥ। ଏଠି କ'ଣ ନା ସରଳାର୍ଥ ତ ଅନେକ ରହିଛି, କିନ୍ତୁ ଏଠି ଦେଖିବା ଆମେ ପୂତ ପୟୋଧି ବିଧୌତ ଶରୀର ତାଳ ତମାଳ ସୁଶୋଭିତ ତୀର। ଏହା ଗୋଟେ ଇମ୍ପୋର୍ଟାଣ୍ଟ ରହିଛି। ଆଉ ଗୋଟେ ରହିଛି ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ସରଳାର୍ଥ ଲେଖିବା ବେଳେ ପ୍ରଥମ କଥା ଧ୍ୟାନ ଦେବା, ପ୍ରଥମ ଷ୍ଟେପ୍ଟି ଭଲସେ ଲେଖିବା ଉଚିତ। ଏମିତି ଏଠାରେ ମୁଁ ଲେଖିଛି, ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ। ଏଠି କ'ଣ ଦେବ? ଉଦ୍ଧୃତ ଚିହ୍ନ ଦେବ, ଶୀର୍ଷକ କବିତାରୁ ଆଣିଥିବ। ଏଠାରେ କବି ତାପରେ ଯେଉଁ ଷ୍ଟେପ୍ ବିଷୟରେ ଏମିତି ଲେଖିବାକୁ ଥିବ ତାର ବିଷୟବସ୍ତୁଟି ଲେଖିକିରି ଉପରେ ବର୍ଣ୍ଣନା କରିଛନ୍ତି। ଏଇଟା ହେଲା ତମର ପ୍ରଥମ ଷ୍ଟେପ୍। ନେକ୍ସଟ କ'ଣ? ମୁଖ୍ୟ ବିଷୟବସ୍ତୁ ଯେଉଁଟାକି ତମର ସରଳାର୍ଥ ଯେଉଁ ହିସାବରେ ତୁମେ କୋଶ୍ଚିନ୍ ପଚାରିଥିବ ତାକୁ ବେସ୍ କରିକିରି ଲେଖିବ ଆନ୍ସର। ଥରେ PD ହେଉଛି, ଦେଖିନିଅନ୍ତୁ। ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଗୁଡ଼ିକ ଟିକେ ଭଲସେ ପଢ଼ିକି ଯାଇଥିବ। ଅର୍ଥ 2-3ଟି ଅର୍ଥ ଯେଉଁ ଇମ୍ପୋର୍ଟାଣ୍ଟ ଦିଆଯାଇଛି ସେ ଅର୍ଥ ମଧ୍ୟ ପଢ଼ିବାର ସମ୍ଭାବନା ରହିଥାଏ, ତେଣୁ ଅର୍ଥ ମଧ୍ୟ ପଢ଼ିକି ଯାଇଥିବ।